प्रभु यीशु ख्रीष्टଙ୍କ ନାମରେ ଆପଣମାନେ ସମସ୍ତଙ୍କୁ ମୋର ନମସ୍କାର। ଏକ ଖ୍ରୀଷ୍ଟୀୟ ଗୀତରେ ଏପରି କିଛି ପଂକ୍ତି ଅଛି ଯାହା କହେ ମେଷ ଶାବକଙ୍କ ରକ୍ତରେ ଶକ୍ତି ଅଛି, ଶକ୍ତି ଅଛି, ଆଶ୍ଚର୍ଯ୍ୟ କାର୍ଯ୍ୟ କରୁଥିବା ଶକ୍ତି ଅଛି। ଆମେ ପ୍ରାୟତଃ ଆରାଧନା ସମୟରେ ଗୀତଟି ଗାଇଥାଉ, କିନ୍ତୁ ଆପଣ କେବେ ଭାବିଛନ୍ତି କି ଏହାର ଅର୍ଥ କ'ଣ? ସଦାପ୍ରଭୁଙ୍କ ରକ୍ତରେ ଶକ୍ତି ମାନେ କ'ଣ? ଯୀଶୁଙ୍କ ରକ୍ତରେ ବହୁତ ଶକ୍ତି ଅଛି। ସେଥିପାଇଁ ଈଶ୍ୱରଙ୍କ ପୁତ୍ର ଯୀଶୁ ଆମ ପାଇଁ ଯନ୍ତ୍ରଣା ଭୋଗ କଲେ ଏବଂ ତାଙ୍କ ରକ୍ତ ଢାଳିଲେ। କେବଳ ବାଇବଲର ଆଜିର ଏପିସୋଡରେ ଆମେ ଜାଣିବା ଯୀଶୁ କାହିଁକି ତାଙ୍କ ରକ୍ତ ଢାଳିଲେ ଏବଂ ସେହି ରକ୍ତରେ କେମିତି ରକ୍ତ ଅଛି। ଆସନ୍ତୁ ଈଶ୍ୱରଙ୍କ ବାକ୍ୟ ମଧ୍ୟକୁ ଯିବା। ଯିଶାୟା ପୁସ୍ତକ 53 ଅଧ୍ୟାୟ 5 ପଦ ଏବଂ 6 ପଦ କହେ, ମାତ୍ର ସେ ଆମମାନଙ୍କ ଅଧର୍ମ ନିମନ୍ତେ କ୍ଷତ ବିକ୍ଷତ ହେଲେ, ଆମମାନଙ୍କର ଅପରାଧ ନିମନ୍ତେ ଚୂର୍ଣ୍ଣ ହେଲେ। ଆମ୍ଭମାନଙ୍କର ଶାନ୍ତିଜନକ ଶାସ୍ତି ତାହାଙ୍କ ଉପରେ ବର୍ତ୍ତିଲା ଓ ତାହାଙ୍କ ପ୍ରହାରରେ ଆମ୍ଭେମାନେ ସୁସ୍ଥ ହେଲୁ। ଆମେମାନେ ସମସ୍ତେ ମେଷଗଣ ତୁଲ୍ୟ ବିପଦଗାମୀ ହୋଇଅଛୁ। ଆମେମାନେ ପ୍ରତ୍ୟେକ ଆପଣା ଆପଣା ବାଟ ଆଡେ ଫେରିଅଛୁ, ଆଉ ସଦାପ୍ରଭୁ ଆମ ସମସ୍ତଙ୍କର ଅପରାଧ ତାହାଙ୍କ ଉପରେ ବର୍ତ୍ତେଇଛନ୍ତି। କ୍ରୁଶବିଦ୍ଧ ହେବା ପୂର୍ବରୁ ଯୀଶୁ ବହୁତ ଯନ୍ତ୍ରଣା ଭୋଗ କଲେ। ରୋମୀୟ ସୈନିକମାନେ ତାଙ୍କୁ ପରିହାସ କଲେ, ତାଙ୍କ ମୁଣ୍ଡରେ ନଳ ଦେଇ ଆଘାତ କଲେ, ତାଙ୍କ ଉପରେ ଛେପ ପକାଇଲେ, ଧାତୁ ଲାଗିଥିବା ଚାବୁକରେ ତାଙ୍କୁ ମାଡ଼ ମାରିଲେ। ପ୍ରତ୍ୟେକ ଆଘାତରେ ତାଙ୍କ ମାଂସ ଚିରି ଯାଉଥିଲା ଏବଂ ତାଙ୍କ ଶରୀରରୁ ରକ୍ତ ବହୁଥିଲା। ତେବେ ଈଶ୍ୱରଙ୍କ ପୁତ୍ର ଯୀଶୁ କାହିଁକି ଏତେ ଯନ୍ତ୍ରଣା ଭୋଗ କଲେ? ସେ କାହିଁକି ତାଙ୍କ ରକ୍ତ ଢାଳିଲେ? ବାଇବଲ କହେ ସେ ଆମକୁ ଉଦ୍ଧାର କରିବା ପାଇଁ ଏ ସମସ୍ତ ଯନ୍ତ୍ରଣା ସହିଲେ। ଯୀଶୁ ଆମ ପାପ ପାଇଁ ବିଧ ହୋଇଥିଲେ। ସେ ଆମର ଦଣ୍ଡ ନିଜ ଉପରେ ନେଲେ। ସେ ତାଙ୍କ ରକ୍ତ ଢାଳିଲେ, ଯାହା ଦ୍ୱାରା ଆମେ ଶାନ୍ତି ଏବଂ ଆରୋଗ୍ୟ ପାଇପାରିବା। ମାଥି 9 ଅଧ୍ୟାୟରେ ଆମେ ଦେଖୁ ଲୋକମାନେ ଜଣେ ପକ୍ଷାଘାତ ରୋଗୀଙ୍କୁ ଯୀଶୁଙ୍କ ନିକଟକୁ ଆଣିଲେ। ଯୀଶୁ ସେମାନଙ୍କର ବିଶ୍ୱାସ ଦେଖି କହିଲେ, ବତ୍ସ, ସାହସ ଧର, ତୁମର ପାପ ସବୁ କ୍ଷମା ହୋଇଗଲା। ପ୍ରଥମେ ଯୀଶୁ ପାପ ସମସ୍ୟାକୁ ସମାଧାନ କଲେ। ତାପରେ ସେ କହିଲେ, ଉଠ, ନିଜ ଖଟିଆ ଘିନି ଆପଣ ଘରକୁ ଚାଲିଯାଅ। ଏବଂ ସେ ମଣିଷଟି ସଙ୍ଗେ ସଙ୍ଗେ ସୁସ୍ଥ ହୋଇଗଲା। ଯୋହନ 5 ଅଧ୍ୟାୟରେ ଯୀଶୁ 38 ବର୍ଷ ଧରି ଅସୁସ୍ଥ ଥିବା ଜଣେ ଲୋକଙ୍କୁ ସୁସ୍ଥ କଲେ। ତାପରେ ଯୀଶୁ ତାଙ୍କୁ କହିଲେ, ତୁମେ ସୁସ୍ଥ ହୋଇଅଛ, ଆଉ ପାପ କର ନାହିଁ, ଯେପରି ତୁମ ପ୍ରତି ଅଧିକ ଦୁର୍ଦ୍ଦଶା ନ ଘଟେ। ଏଥିରୁ ଆମେ ବୁଝୁ ରୋଗ ଓ ପାପ ମଧ୍ୟରେ ସମ୍ପର୍କ ଅଛି। ଯୀଶୁ ପାପର ସମସ୍ୟାର ସମାଧାନ ପୂର୍ବରୁ କରିସାରିଛନ୍ତି। ତାଙ୍କର କ୍ଷତ ଏବଂ ରକ୍ତ ମାଧ୍ୟମରେ ସେ ଆମର ରୋଗ ଏବଂ ଦୁର୍ବଳତାକୁ ବହନ କରିଥିଲେ। ଯେତେବେଳେ ଆମେ ଈଶ୍ୱରଙ୍କ ସମ୍ମୁଖରେ ସଠିକ ଭାବରେ ଜୀବନ ଯାପନ କରୁ, ରୋଗର ଆମ ଉପରେ କୌଣସି ଶକ୍ତି ରହେ ନାହିଁ। ଯାତ୍ରା ପୁସ୍ତକ 15 ଅଧ୍ୟାୟ 26 ପଦ କହେ, ତୁମ୍ଭେ ଯେବେ ଆପଣ ସଦାପ୍ରଭୁ ପରମେଶ୍ୱରଙ୍କ ବାକ୍ୟରେ ମନୋଯୋଗ କର ଓ ତାହାଙ୍କ ଦୃଷ୍ଟିରେ ଯାହା ଉଚିତ ତାହା କର ଓ ତାହାଙ୍କ ଆଜ୍ଞାରେ କର୍ଣ୍ଣ ଦିଅ, ତାହାଙ୍କ ବିଧି ସମସ୍ତ ପାଳନ କର, ତେବେ ଆମ୍ଭେ ମିଶ୍ରୀୟ ଲୋକମାନଙ୍କୁ ଯେ ସବୁ ରୋଗ ଭୋଗ କରାଇଲୁ, ତାହା ସବୁ ତୁମମାନଙ୍କୁ ଭୋଗ କରିବାକୁ ଦେବା ନାହିଁ, କାରଣ ଆମେ ସଦାପ୍ରଭୁ ତୁମର ଆରୋଗ୍ୟକାରୀ। ଅନେକ ବିଶ୍ୱାସୀ ପ୍ରାର୍ଥନା କରନ୍ତି କିନ୍ତୁ ଆରୋଗ୍ୟ ପାଆନ୍ତି ନାହିଁ। ଏହା ହୁଏ କାରଣ ସେମାନେ ଈଶ୍ୱରଙ୍କ ଇଚ୍ଛା ଅନୁଯାୟୀ ଜୀବନ ଯାପନ କରୁନାହାନ୍ତି। ଈଶ୍ୱରଙ୍କ ଧାର୍ମିକତା ମାନବୀୟ ଧାର୍ମିକତା ଠାରୁ ଭିନ୍ନ। ଲୋକମାନେ ପ୍ରତିଶୋଧ ନେବାକୁ ଠିକ ବୋଲି ଭାବନ୍ତି, କିନ୍ତୁ ଈଶ୍ୱର ଆମକୁ ଶତ୍ରୁମାନଙ୍କୁ ପ୍ରେମ କରିବାକୁ ଶିକ୍ଷା ଦିଅନ୍ତି। ସେ ଆମକୁ ଭଲର ମାଧ୍ୟମରେ ମନ୍ଦକୁ ପରାସ୍ତ କରିବାକୁ ଶିଖାନ୍ତି। ଏହା ହିଁ ହେଉଛି ଈଶ୍ୱରଙ୍କ ଧାର୍ମିକତା। ଯେତେବେଳେ ଆମେ ଈଶ୍ୱରଙ୍କ ପ୍ରେମ କରୁ, ତେବେ ତାଙ୍କ ଆଜ୍ଞା ପାଳନ କରିବା ସହଜ ହୋଇଯାଏ। ଈଶ୍ୱର ଆମକୁ ତାଙ୍କର ଅନୁଗ୍ରହ ଦିଅନ୍ତି। ପବିତ୍ର ଆତ୍ମା ଆମକୁ ସାହାଯ୍ୟ କରନ୍ତି। ଯେତେବେଳେ ଆମେ ଈଶ୍ୱରଙ୍କ ଆଜ୍ଞା ପାଳନ କରୁ, ରୋଗ ଆମକୁ କ୍ଷତି ପହଞ୍ଚାଇ ପାରେ ନାହିଁ। ଯଦି ଆମେ କେବେ ଅସୁସ୍ଥ ହୋଇପାରୁ, ତଥାପି ଈଶ୍ୱର ଆମର ଆରୋଗ୍ୟକାରୀ ଅଟନ୍ତି। ଆମେ ଭୟ କରିବା ଉଚିତ ନୁହେଁ। ଯଦି ଆମେ ଅନୁତାପ କରି ଈଶ୍ୱରଙ୍କ ନିକଟକୁ ଫେରୁ, ସେ ଆମକୁ କ୍ଷମା କରନ୍ତି ଏବଂ ସୁସ୍ଥ କରନ୍ତି। କିଛି ଲୋକ କୁହନ୍ତି ଯେ ସେମାନେ ଈଶ୍ୱରଙ୍କୁ ବିଶ୍ୱାସ କରନ୍ତି, କିନ୍ତୁ ପ୍ରଥମେ ସେମାନେ ସଂସାର ଉପରେ ନିର୍ଭର କରନ୍ତି। ଯଦି ରୋଗ ଆସେ ଏବଂ ଆମେ ଈଶ୍ୱରଙ୍କ ଅପେକ୍ଷା ଡାକ୍ତରଖାନା ଉପରେ ଅଧିକ ବିଶ୍ୱାସ କରୁ, ତେବେ ତାହା ଦୁର୍ବଳ ବିଶ୍ୱାସକୁ ପ୍ରକାଶ କରେ। ରାଜା ଆଶା ଏହାର ଏକ ଉଦାହରଣ।
ପ୍ରଥମେ ସେ ଈଶ୍ୱର ଉପରେ ଭରସା କରୁଥିଲେ, କିନ୍ତୁ ପରେ ସେ ମନୁଷ୍ୟମାନଙ୍କୁ ଅଧିକ ଭରସା କଲେ। ସେ ଅସୁସ୍ଥ ହେବା ପରେ ପ୍ରଭୁଙ୍କୁ ଖୋଜିଲେ ନାହିଁ, ସେ କେବଳ ଡାକ୍ତରମାନଙ୍କ ଉପରେ ନିର୍ଭର କଲେ ଏବଂ ମୃତ୍ୟୁବରଣ କଲେ। ଏଭ୍ରି ପୁସ୍ତକ 9:22 କହେ, ରକ୍ତପାତ ବିନା ପାପ ମୋଚନ ହୁଏ ନାହିଁ। ପୁରାତନ ନିୟମରେ ଲୋକମାନେ ପଶୁମାନଙ୍କୁ ବଳି ଦଉଥିଲେ। ପଶୁମାନଙ୍କର ରକ୍ତ ସାମୟିକ କ୍ଷମା ଦଉଥିଲା, କିନ୍ତୁ ପାପକୁ ସମ୍ପୂର୍ଣ୍ଣ ଭାବେ ଦୂର କରିପାରୁନଥିଲା। ଯୀଶୁ ସର୍ବୋତ୍ତମ ଓ ସିଦ୍ଧ ବଳିଦାନ ଭାବରେ ଆସିଥିଲେ। ସେ ସବୁଦିନ ପାଇଁ ତାଙ୍କ ରକ୍ତ ଢାଳିଥିଲେ। ଲେବି ପୁସ୍ତକ 17:11 କହେ, କାରଣ ରକ୍ତରେ ପ୍ରାଣୀର ପ୍ରାଣ ଥାଏ। ଯୀଶୁ ପାପ ହୋଇନଥିଲେ, ସେ କ୍ରୁଶରେ ତାଙ୍କ ଜୀବନ ଦାନ କଲେ। ତାଙ୍କ ରକ୍ତ ଆମର ପାପ ପାଇଁ ସମ୍ପୂର୍ଣ୍ଣ ପ୍ରାୟଶ୍ଚିତ ହେଲା। ଏଭ୍ରି ପୁସ୍ତକ 10:19 ଏବଂ 20 କହେ, ଯୀଶୁଙ୍କ ରକ୍ତ ଦ୍ୱାରା ଆମେ ବର୍ତ୍ତମାନ ଈଶ୍ୱରଙ୍କ ଉପସ୍ଥିତିରେ ପ୍ରବେଶ କରିପାରୁ। ଆମ ପାଇଁ ଏକ ନୂତନ ଏବଂ ଜୀବନ୍ତ ମାର୍ଗ ଖୋଲା ଯାଇଅଛି। ପୁରାତନ ନିୟମରେ କେବଳ ପୁରୋହିତମାନେ ଈଶ୍ୱରଙ୍କ ଉପସ୍ଥିତିକୁ ପ୍ରବେଶ କରୁଥିଲେ, କିନ୍ତୁ ବର୍ତ୍ତମାନ ଯୀଶୁଙ୍କ ମାଧ୍ୟମରେ ସମସ୍ତ ବିଶ୍ୱାସୀ ଈଶ୍ୱରଙ୍କ ନିକଟକୁ ଯାଇ ଆସିପାରନ୍ତି। ଆମେ ତାଙ୍କ ସହିତ ସିଧାସଳଖ ସହଭାଗିତା କରିପାରୁ। ଏହିପରି ଈଶ୍ୱରଙ୍କ ସନ୍ତାନମାନେ ତାଙ୍କ ବାକ୍ୟରେ ଅବସ୍ଥିତ ରହିବା ଉଚିତ। ଆମେ କୃତଜ୍ଞତା ସହିତ ଜୀବନ ଯାପନ କରିବା ଉଚିତ। ଆମେ ତାଙ୍କ ପ୍ରେମ ଓ ଶକ୍ତି ଉପରେ ଭରସା କରିବା ଉଚିତ। ଈଶ୍ୱର ଆମକୁ ଆଧ୍ୟାତ୍ମିକ ଏବଂ ଶାରୀରିକ ଭାବରେ ରକ୍ଷା କରିବେ। ଯେଉଁମାନେ ଆଜି ଆମର ଏ ବାକ୍ୟ ଶୁଣୁଛନ୍ତି, ମୁଁ ସେମାନଙ୍କୁ ପ୍ରଭୁ ଯୀଶୁଙ୍କ ନାମରେ ପୁନର୍ବାର ସ୍ୱାଗତ କରିବା ସଙ୍ଗେ ସଙ୍ଗେ ସେମାନଙ୍କୁ ଉତ୍ସାହିତ କରିବାକୁ ଚାହେଁ। ମୋର ପ୍ରିୟ ଭାଇ ଭଉଣୀ ମାନେ, ଆଜିର ବାକ୍ୟ ଶୁଣି ଆପଣ ପ୍ରଭୁଙ୍କ ଠାରେ ବିଶ୍ୱାସ କରନ୍ତୁ। ପ୍ରଭୁଙ୍କୁ ନିଜର ପରିତ୍ରାଣକର୍ତ୍ତା ରୂପେ ଗ୍ରହଣ କରନ୍ତୁ। ଆଜି ଯଦି ଆପଣମାନେ ପ୍ରଭୁଙ୍କ ନିକଟରେ ବିଶ୍ୱାସ କରିନାହାନ୍ତି, ଏହା ହେଉଛି ଏକ ଉପଯୁକ୍ତ ସମୟ। ଏହି ସମୟରେ ଆପଣମାନେ ପ୍ରଭୁଙ୍କ ନିକଟକୁ ଆସନ୍ତୁ। ପ୍ରଭୁଙ୍କ ନିକଟରେ ବିଶ୍ୱାସ କରନ୍ତୁ। ସେ ଆପଣଙ୍କର ଉଦ୍ଧାରକର୍ତ୍ତା ହୁଅନ୍ତୁ। ସେ ଆପଣଙ୍କର ତ୍ରାଣକର୍ତ୍ତା ହୁଅନ୍ତୁ। ସେ ଆପଣଙ୍କର ମୁକ୍ତିଦାତା ହୁଅନ୍ତୁ। ପ୍ରଭୁ ଆପଣମାନଙ୍କୁ ବିଶେଷ କରି ଅନୁଗ୍ରହ ଏବଂ ଆଶୀର୍ବାଦ କରିବେ। ଆସନ୍ତୁ, ମୁଁ ଆପଣମାନଙ୍କ ନିମନ୍ତେ ପ୍ରାର୍ଥନା କରିବାକୁ ଚାହେଁ। ପ୍ରାର୍ଥନାରେ ଯଦି ଆପଣ ବିଶ୍ୱାସ କରୁଛନ୍ତି, ଆପଣଙ୍କ ସାଥିରେ ସମସ୍ତ ରୋଗ, ଆପଣଙ୍କ ସାଥିରେ ସମସ୍ତ ସମସ୍ୟା, ଆପଣଙ୍କ ଥିବା ସମସ୍ତ କଷ୍ଟ ସେ ନେଇଯିବେ। ଆପଣ କଣ ପ୍ରଭୁଙ୍କ ଠାରେ ବିଶ୍ୱାସ କରନ୍ତି? ଯଦି ବିଶ୍ୱାସ କରନ୍ତି, ତାହେଲେ ଆସନ୍ତୁ ଏହି ସମୟରେ ତାଙ୍କ ନିକଟରେ ପ୍ରାର୍ଥନା କରିବା। ଆପଣ ଆଖି ବନ୍ଦ କରନ୍ତୁ ଏବଂ ମୁଁ ଆପଣମାନଙ୍କ ପାଇଁ ପ୍ରାର୍ଥନା କରିବାକୁ ଚାହେଁ। ଖ୍ରୀଷ୍ଟର ଉପସ୍ଥିତ ମୋର ପ୍ରତ୍ୟେକ ଭାଇ ଭଉଣୀ ମାନେ, ଆଜିର ସମୟ ହେଉଛି ଏକ ଉପଯୁକ୍ତ ସମୟ। ଏହି ସମୟରେ ଆମେ ପ୍ରଭୁଙ୍କ ନିକଟକୁ ଯିବାର ଆବଶ୍ୟକତା ରହିଅଛି। ଆମେ ଅନେକ ଦିନ ପର୍ଯ୍ୟନ୍ତ ଈଶ୍ୱରଙ୍କ ନିକଟକୁ ଯିବା ପାଇଁ ଚିନ୍ତା କରିଅଛୁ, କିନ୍ତୁ ଈଶ୍ୱରଙ୍କ ନିକଟକୁ ଯାଇପାରୁନାହୁଁ। ତେବେ ଆଜିର ଏହି ଦିନରେ ଆପଣମାନେ ଏକ ଶପଥ ନିଅନ୍ତୁ, ଏକ ନିବେଦନ କରନ୍ତୁ, ଯେଉଁ ନିବେଦନ ମାଧ୍ୟମରେ ଆପଣମାନେ ପ୍ରଭୁଙ୍କ ନିକଟକୁ ଯାଇପାରିବେ। ସେ ବାକ୍ୟ ମାଧ୍ୟମରେ ଆପଣଙ୍କ କଥା କହୁଛନ୍ତି, ଦର୍ଶନ ମାଧ୍ୟମରେ ଆପଣଙ୍କ କଥା କହୁଛନ୍ତି। ଯଦି ଆପଣ ତାଙ୍କ ନିକଟକୁ ଯିବେ, ସେ ବିଶ୍ୱସ୍ତ ଏବଂ ନ୍ୟାୟବାନ ଅଟନ୍ତି ଆପଣଙ୍କୁ କ୍ଷମା କରିବା ପାଇଁ। ଆପଣ ଭାବିପାରନ୍ତି, ମୁଁ କିଛି ପାପ କରିନାହିଁ, ମୁଁ ସମ୍ପୂର୍ଣ୍ଣ ଭଲ ଭାବରେ ଅଛି। କିନ୍ତୁ ମୋର ପ୍ରିୟ ମାନେ, ଆମେ ସମସ୍ତେ ପାପୀ। ଚକ୍ଷୁ ଦ୍ୱାରା ପାପ କରୁଛୁ, କଥାବାର୍ତ୍ତା ଦ୍ୱାରା ପାପ କରୁଛୁ, ଆମର ଭାବଭଙ୍ଗୀ ଦ୍ୱାରା ପାପ କରୁଛୁ, ଆମର ଆଚରଣ ଦ୍ୱାରା ପାପ କରୁଛୁ। ଆଉ ଈଶ୍ୱରଙ୍କ ବାକ୍ୟରେ ଲେଖା ଅଛି, ଧାର୍ମିକ କେହି ନାହିଁ, ନା ଜଣେ ସୁଦ୍ଧା ନାହିଁ। ପ୍ରତ୍ୟେକଙ୍କୁ କ୍ଷମା ପ୍ରାପ୍ତି ହେବାକୁ ହେବ। ଆଉ ସେଥିପାଇଁ ଯୀଶୁ ଖ୍ରୀଷ୍ଟ ଆମକୁ ଉଦ୍ଧାର କରିବା ପାଇଁ, ଆମଙ୍କର ପାପକୁ କ୍ଷମା କରିବା ପାଇଁ ସେ ଜଗତକୁ ଆସିଥିଲେ। ସେ କ୍ରୁଶରେ ନିଜକୁ ବଳିଦାନ କଲେ। ସେ କ୍ରୁଶରେ ରକ୍ତ ଝରେଇଲେ, ଯଦ୍ୱାରା ସେ ରକ୍ତରେ ଆମେ ସମସ୍ତେ ଶୁଚି ହେବା, ଆମେ ସମସ୍ତେ ପବିତ୍ର ହେବା ଏବଂ ସେ ରକ୍ତରେ ଆମେ ସମସ୍ତେ ଧୌତ ହେବା ଏବଂ ଶେଷ ଦିନରେ ସେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିପାରିବା। ଆପଣ କଣ ଏହି ବାର୍ତ୍ତାକୁ ବିଶ୍ୱାସ କରୁଛନ୍ତି? ଯଦି ଆପଣ ଏହି ବାର୍ତ୍ତାକୁ ବିଶ୍ୱାସ କରୁଛନ୍ତି, ତାହେଲେ ନିଶ୍ଚିତ ରୂପେ ଆପଣମାନେ ସମ୍ପୂର୍ଣ୍ଣ ରୂପେ ଅନୁତାପର ସହ ନିଜକୁ ପ୍ରଭୁଙ୍କ ନିକଟରେ ସମର୍ପଣ କରନ୍ତୁ। ଈଶ୍ୱରଙ୍କ ବାକ୍ୟରେ ବହୁତ ସୁନ୍ଦର ଭାବରେ ଲେଖା ଅଛି, ଯେଉଁମାନେ ନିଜକୁ ପ୍ରଭୁଙ୍କ ନିକଟରେ ସମର୍ପଣ କରିବେ, ବିଶ୍ୱସ୍ତ ଭାବରେ କ୍ଷମା ପ୍ରାର୍ଥନା କରିବେ, ସେମାନଙ୍କର ପାପ କ୍ଷମା କରାଯିବ। ମୋର ପ୍ରିୟ ଭାଇ ଭଉଣୀ ମାନେ, ଏହି ସମୟରେ ମୁଁ ଆପଣମାନଙ୍କୁ ଅନୁରୋଧ କରୁଅଛି, ଆପଣମାନେ ସମସ୍ତେ ପ୍ରଭୁଙ୍କ ନିକଟରେ ବିଶ୍ୱାସ କରନ୍ତୁ। ସେ ଆପଣଙ୍କୁ ଉଦ୍ଧାର କରିବେ। ହୋଇପାରେ ଆପଣମାନେ ରୋଗରେ ଅଛନ୍ତି, ହୋଇପାରେ ଆପଣ ସମସ୍ୟାରେ ଅଛନ୍ତି, ହୋଇପାରେ ଆପଣ କଷ୍ଟରେ ଅଛନ୍ତି,
ହୋଇପାରେ ଆପଣଙ୍କର ଆର୍ଥିକ ସମସ୍ୟା ରହିଅଛି। ଯୀଶୁ ଖ୍ରୀଷ୍ଟ ଯେତେବେଳେ ଜଗତକୁ ଆସିଲେ ସେ ସମସ୍ତ ଆପଣଙ୍କୁ ସାହାଯ୍ୟ କରିବା ପାଇଁ, ଆପଣଙ୍କ ରୋଗକୁ ଦୂର କରିବା ପାଇଁ, ଆପଣଙ୍କ ସମସ୍ୟାକୁ ଉଦ୍ଧାର କରିବା ପାଇଁ, ଆପଣଙ୍କର ଆର୍ଥିକ ଅନାଟନକୁ ସୁଦୂର କରିବା ପାଇଁ ସେଇ ଜଗତକୁ ଆସିଥିଲେ। ଏବଂ ଯଦି ଆପଣ ତାଙ୍କଠାରେ ବିଶ୍ୱାସ କରନ୍ତି ସେ ନିଶ୍ଚିତ ରୂପରେ ଆପଣମାନଙ୍କୁ ଆଶୀର୍ବାଦ କରିବେ। ମୋର ପ୍ରିୟ ଭାଇ ଭଉଣୀ ମାନେ, ଆପଣଙ୍କୁ ବିଶ୍ୱାସ କରିବାକୁ ହେବ। ଈଶ୍ୱରଙ୍କ ବାକ୍ୟରେ ଲେଖା ଅଛି, ପ୍ରତ୍ୟେକ ଆଣ୍ଠୁ ନତ ହେବ, ପ୍ରତ୍ୟେକ ଓଠ ସ୍ୱୀକାର କରିବ ଯେ ସେ ଯୀଶୁ ଖ୍ରୀଷ୍ଟ, ଆଉ ଶେଷ ଦିନରେ ସେ ରାଜ୍ୟକୁ ଆସିବେ। ଈଶ୍ୱରଙ୍କ ବାକ୍ୟରେ ବହୁତ ସୁନ୍ଦର ଭାବରେ ଲେଖା ଅଛି, ଯେଉଁମାନେ ତାଙ୍କ ନିକଟରେ ବିଶ୍ୱାସ କରନ୍ତି ସେମାନଙ୍କୁ ସେ ରକ୍ଷା କରିବା ପାଇଁ ବିଶ୍ୱସ୍ତ ଏବଂ ନ୍ୟାୟବାନ ଅଟନ୍ତି। କାରଣ ଈଶ୍ୱର ଜଗତ ଏମନ୍ତ ପ୍ରେମ କଲେ ଯେ ଆପଣର ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ ଯାହାଙ୍କର ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହେବ। ମୋର ପ୍ରିୟ ଭାଇ ଭଉଣୀ ମାନେ, ଆଜିର ସମୟ ମୁଁ ଆପଣମାନଙ୍କ ନିକଟରେ ସମର୍ପଣ କରିବାକୁ ଚାହୁଁଛି। ଆପଣମାନେ ପ୍ରଭୁଙ୍କ ନିକଟକୁ ଆସନ୍ତୁ, ପ୍ରଭୁଙ୍କ ନିକଟରେ ସମୟ ଦିଅନ୍ତୁ, ତାଙ୍କଠାରେ ବିଶ୍ୱାସ କରନ୍ତୁ। ଅବିଶ୍ୱାସ କରିବା ଦ୍ୱାରା ଆପଣମାନେ ସମସ୍ତେ ନିଶ୍ଚିତ ରୂପେ ପ୍ରଭୁଙ୍କର ଆଶୀର୍ବାଦ ପ୍ରାପ୍ତ ହେବେ। ଯଦି ଆପଣମାନେ ଏପର୍ଯ୍ୟନ୍ତ ପ୍ରଭୁଙ୍କୁ ବିଶ୍ୱାସ କରିନାହାନ୍ତି ତାହେଲେ ଆଜି ହେଉଛି ଉପଯୁକ୍ତ ସମୟ। ଏହି ସମୟରେ ଆପଣମାନେ ଆମ ସହ ଯୋଗାଯୋଗ କରନ୍ତୁ। ଆମ ନମ୍ବର ଅଛି, ସେ ନମ୍ବରରେ ଆପଣମାନେ ଫୋନ ମାଧ୍ୟମରେ କଣ୍ଟାକ୍ଟ କରନ୍ତୁ, ଯଦି ଆମେ ଆପଣଙ୍କୁ ଏବଂ ଆପଣଙ୍କ ପରିବାର ପାଇଁ ପ୍ରାର୍ଥନା କରିବୁ। ପ୍ରଭୁ ଆପଣମାନଙ୍କୁ ବିଶେଷ କରି ଅନୁଗ୍ରହ କରନ୍ତୁ, ଆଶୀର୍ବାଦ କରନ୍ତୁ। ଯେଉଁ ମାଧ୍ୟମରେ ଆପଣମାନେ ପରମେଶ୍ୱରଙ୍କ ନିକଟକୁ ଯିବେ ସେ ସ୍ଥାନରେ ଆପଣ ଶାନ୍ତି ପ୍ରାପ୍ତ ହେବେ। ଅଶାନ୍ତି ଜୀବନରେ ଶାନ୍ତି ଆସିବ, କଷ୍ଟ ଜୀବନରେ ଆନନ୍ଦ ଆସିବ ଏବଂ ଦୁଃଖ ଜୀବନରେ ପ୍ରଭୁ ସାନ୍ତ୍ୱନା ଦେବେ। ଆଉ ସେଥିପାଇଁ ଆମର ପରମେଶ୍ୱର ମହାନ ଅଟନ୍ତି। ଆସନ୍ତୁ ମୁଁ ଆପଣମାନଙ୍କ ପାଇଁ ପ୍ରାର୍ଥନା କରିବାକୁ ଯିବି। ଈଶ୍ୱର ଆମକୁ ଆଧ୍ୟାତ୍ମିକ ଏବଂ ଶାରୀରିକ ଭାବରେ ରକ୍ଷା କରିବେ, ସେ ଆପଣଙ୍କୁ ଆଶୀର୍ବାଦ କରିବେ। ତାଙ୍କ ପ୍ରେମ ଏବଂ ଶକ୍ତିରେ ଆମକୁ ଭରସା କରିବା ଉଚିତ। ମୋର ପ୍ରିୟମାନେ, ଆସନ୍ତୁ ଏହି ସମୟରେ ମୁଁ ଅଳ୍ପ ସମୟ ଆପଣଙ୍କ ନିମନ୍ତେ ପ୍ରାର୍ଥନା କରିବି। ଆପଣ ସମସ୍ତେ ଦୟାକରି ପ୍ରାର୍ଥନାରେ ମନୋଯୋଗ କରନ୍ତୁ। ହେ ଆମଙ୍କ ସ୍ୱର୍ଗୀୟ ପିତା, ଆମକୁ ପ୍ରେମ କରୁଥିବାରୁ ଆମେ ଆପଣଙ୍କୁ ଧନ୍ୟବାଦ ଦଉଛୁ। ଯୀଶୁ ଆମର ଦୁର୍ବଳତା ଏବଂ ରୋଗକୁ ବହନ କଲେ, ଆମର ଆରୋଗ୍ୟ ଏବଂ ଶାନ୍ତି ପାଇଁ ସେ ତାଙ୍କ ରକ୍ତ ଢାଳିଲେ, ଆପଣଙ୍କ ବାକ୍ୟରେ ଅତୁଟ ରହିବାକୁ ଆମକୁ ସାହାଯ୍ୟ କଲେ, ଈଶ୍ୱରଙ୍କ ସତ୍ୟ ସନ୍ଧାନ ଭାବରେ ଜୀବନ ଯାପନ କରିବାକୁ ଆମକୁ ସାହାଯ୍ୟ କଲେ। ପିତା ପରମେଶ୍ୱର, ଏହି ସମୟରେ ବିଶେଷ ପ୍ରାର୍ଥନା କରୁଛୁ, ଯେଉଁ ଭାଇ ଭଉଣୀ ମାନେ ବିଶ୍ୱାସର ସହ ଯୋଗଦାନ କରିଛନ୍ତି, ସେମାନଙ୍କ ରୋଗକୁ, ସେମାନଙ୍କ ଭୟକୁ, ସେମାନଙ୍କର ସମସ୍ତ କଷ୍ଟରୁ ସେମାନଙ୍କୁ ମୁକ୍ତ କର। ଆପଣଙ୍କ ଅନୁଗ୍ରହ ଏବଂ ପ୍ରେମ ପାଇଁ ଆମେ ଆପଣଙ୍କୁ ଧନ୍ୟବାଦ ଜଣାଉଛୁ। ପ୍ରାର୍ଥନା ଶୁଣୁଚଲେ ଧନ୍ୟବାଦ ଦେଇ ଏ ସମସ୍ତ ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍।